ଜାଣିଶୁଣି ଅଭିଷେକ କୁ ରନ୍ ଆଉଟ୍ କରାଇଲେ ସୂର୍ଯ୍ୟ କୁମାର ଯାଦବ। ହଁ ଦର୍ଶକ ବନ୍ଧୁ, ଏସିଆ କପ୍ ର ସୁପର 4 ମ୍ୟାଚରେ ଭାରତ ବାଂଲାଦେଶକୁ 169 ରନ୍ର ଟାର୍ଗେଟ ଦେଇଥିଲା। ଅଭିଷେକ ଶର୍ମା ଭାରତ ପାଇଁ ସର୍ବାଧିକ 75 ରନ୍ କରିବା ସହିତ ରନ୍ ଆଉଟ୍ ହୋଇଯାଇଥିଲେ। ତାଙ୍କ ୱିକେଟ ପଡିବା ପରଠାରୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ପ୍ରବଳ ଟ୍ରୋଲ ମଧ୍ୟ କରାଯାଉଛି। ଦାବି କରାଯାଉଛି ଯେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଅଭିଷେକ ଶର୍ମାଙ୍କୁ ରନ୍ ଆଉଟ୍ କରାଇଥିଲେ। ଅଭିଷେକ ଶର୍ମାଙ୍କ ରନ୍ ଆଉଟ୍ ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରବଳରୁ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ମଧ୍ୟ ଲାଗିଛି। 12ତମ ଓଭରରେ ଅଭିଷେକ ଶର୍ମା ଆଉଟ୍ ହୋଇଥିଲେ। ମୁସ୍ତାଫିଜର ରହମାନଙ୍କ ପ୍ରଥମ ବଲରେ ସୂର୍ଯ୍ୟ କୁମାର ଯାଦବ ଏକ କଟ୍ ସଟ୍ ଖେଳିଥିଲେ, କିନ୍ତୁ ଏହି ବଲଟି ପଏଣ୍ଟରେ ଠିଆ ହୋଇଥିବା ରିଶାଦ ହୁସେନ ବାମ ପାର୍ଶ୍ୱରେ ଡ୍ରାଇଭ୍ କରି ବଲଟିକୁ ଧରି ନେଇଥିଲେ। କିନ୍ତୁ ଏହି ସମୟରେ ନନ୍ ଷ୍ଟ୍ରାଇକ୍ ଏଣ୍ଡରେ ଥିବା ଅଭିଷେକ ଶର୍ମା ହାଫ୍ କ୍ରିଜରେ ରହିଥିଲେ। ରିଶାଦ ହୁସେନ ଶୀଘ୍ର ଅଭିନୟ କରି ମୁସ୍ତାଫିଜର ରହମାନଙ୍କୁ ବଲ୍ ଫିଙ୍ଗି ଦେଇଥିଲେ, ଯାହା ଦ୍ୱାରା କି ଅଭିଷେକ ଶର୍ମାଙ୍କୁ ହଠାତ୍ ଆଉଟ୍ କରିଦେଇଥିଲେ। ଏଠାରେ ସୂର୍ଯ୍ୟ କୁମାର ଯାଦବଙ୍କର ଦୋଷ ନଥିଲା, କାରଣ ରିଶାଦ ହୁସେନ ଚମତ୍କାର ଫିଲ୍ଡିଂ କରିଥିଲେ। କିନ୍ତୁ ସୂର୍ଯ୍ୟଙ୍କର ଭୁଲ ଥିଲା ଯେ ସେ ନିଜେ ଏହି ଓଭରରେ ଆଉଟ୍ ମଧ୍ୟ ହୋଇଯାଇଥିଲେ। ସୂର୍ଯ୍ୟ କୁମାର ଯାଦବ 11 ବଲରୁ ମାତ୍ର 5 ରନ୍ କରିଥିଲେ ଏବଂ ମୁସ୍ତାଫିଜରଙ୍କ ବୋଲିଂରେ ବାଂଲାଦେଶ ୱିକେଟ କିପର ଜାକିର ଅଲିଙ୍କ ହାତରେ ଧରା ପଡିଥିଲେ। ଏହି ଓଭରରେ 2ଟି ୱିକେଟ ହରାଇବା ଭାରତର ବଡ ସ୍କୋର ଆଶାକୁ ଏକ ଶକ୍ତ ଧକ୍କା ମଧ୍ୟ ଦେଇଥିଲା। ଅଭିଷେକ ଶର୍ମା ଖେଳୁଥିବା ସମୟରେ ଟିମ୍ ଇଣ୍ଡିଆର ସ୍କୋର 200 ପାଖାପାଖି ଦେଖାଯାଉଥିଲା, କିନ୍ତୁ ଶେଷରେ କେବଳ 168 ରନ୍ କରିପାରିଥିଲା ଭାରତ।